সীতা হঞ্জে মন এই রাগ যে রাবণ ক্রোধ কুম্ভকর্ণ ଆଉ ବୁଦ୍ଧିର ନାମ ଯେ ବିଭୀଷଣ ଯାଇ ମନରେ ଭରତୁର ମାୟଣ ଭରତୁର ମାୟଣ ପାଇ ମନରେ মায়া রাবণ সৈন্য ভাই বানারে ভরতুরা মায়ণ ভরতুরা মায়ণ ভাই বানারে अंधर ना वाल्मीकि रामायण क्या प्रमाण मिलुछि अंगीकार बोली है जाता है गो नाम नुआहे अंगीकार बोली दिला गोरे नाम राजनीति करुथिले पुरी होइछे राजन पूर्वरे से अंध जे राजा थिले होई अंगीकार बोली तांकर नाम गोई अंधुनी आजा जिए सुधीर होइल रत्नावती बोली है कहान को नाम ये तुम्हें राजा रानी देखिले होई काहे की अंध बंधुनी से माने गले होई भावुक मधुरी माने मोरेर सबण त्रिजटा नामे ऋषि थिले रखिल শক্তি নাই ত্রিজটা রুচি মনে কলে স্থির ভরসা তুমি যে হেউছি অপার কুয়ারে দেবী মুখ কেনি দিবি কে ভরসা চাই মাস কেউঠি কটাইবে পাঠকে লক্ষ্য রখନ୍ତୁ ଆଜ୍ଞା ରାମାୟଣ ପ୍ରମାଣ ଦେଉଛି କଣ ଯିଏ ଅନ୍ଧ ତାଙ୍କ ନାମ ହେଲା ଆଜ୍ଞା ଅଙ୍ଗୀକାର ଆଉ ଯିଏ ଅନ୍ଧୁଣୀ ତାଙ୍କ ନାମ ହେଲା ଆଜ୍ଞା ରତ୍ନାବତୀ ଏ ଦୁହେଁ ଆଜ୍ଞା ରାଜାରାଣୀ ହୋଇଥିଲେ ତ୍ରିଜଟା ନାମ କରୁଛି ଆଜ୍ଞା ତାଙ୍କର ଗୋଳ ହୋଇଥିଲା ବଦଳ ଏ ତ୍ରିଜଟା ଋଷି ବିଚାର କଲେ ମୁଁ ଯିବି ବର୍ଷ 4 ମାସ କୋ ରାଜ୍ୟରେ ରହିଯିବି ଏତେ ବୋଲିଲ ଆଜ୍ଞା ଋଷି କଲେ ଗମନ ରାଜାଙ୍କ ଦ୍ୱାର ମଧ୍ୟ ଗଲେ ମିଳିନ ମୁଖେ ବେଦକୁ କରନ୍ତି ଉଚ୍ଚାରଣ ଯେତେବେଳେ ରାଜେ ପ୍ରବେଶ କଲେ ହୋଇ ଦୁଆରି ଜଣାଇଲା ସେଦିନ ଯେ ରାଜାଙ୍କୁ ଯାଇ ରାଜା ମନ ମଧ୍ୟରେ କରିଲେ ସ୍ଥିର ଯଦି ଋଷି ଆସନ୍ତି ଆମ ପର ଅତିଥି ସତ୍କାର କରିବା କାମ ମୋହର ଶୁଣି ଅତିଥି ଯଦି ଆସୁଛି ଆମ ଦ୍ୱାରକୁ ଆମେ ତାକୁ ଆଜ୍ଞା କେବେ ଖାଲି ହାତରେ ଫେରେଇବାନି ନାହିଁ ଅତିଥି ସତ୍କାର କରିବା ଆଜ୍ଞା ଆମ ମାନବ ଧର୍ମ ଜଣେ ଯଦି ଭିକ୍ଷୁକ ଆମ ଦ୍ୱାରରେ ପ୍ରବେଶ ହେଲା ବା ଜଣେ ଯଦି ବ୍ରାହ୍ମଣ ଆମ ଦ୍ୱାରକୁ ଆସିଲା ଆମେ ତାକୁ କିଛି ନା କିଛି ଦେଇ ମଧ୍ୟ ତା ମନ ଦୋଷ କରିବାକୁ ହବ ତେଣୁ ଏ କଥା ଯେତେବେଳେ ଅଙ୍ଗୀକାର ରାଜା ଆଜ୍ଞା ଶୁଣିବାକୁ ପାଇଲେ ତାଙ୍କର ରାଣୀ ଆଜ୍ଞା ରତ୍ନାବତୀ କହିଲେ ଆମେ ଯିବା ଆଜି ଅତିଥି ସେବା କରିବା ଏହା କହି ବସିଥିବା ସ୍ଥାନରୁ ଉଠି ସୁବର୍ଣ୍ଣ ମରୁରେ ନୀରକୁ ପୂର୍ଣ୍ଣ କରି ଋଷିଙ୍କ ନିକଟକୁ ଯେତେବେଳେ ଗଲେ